श्रीमते भक्ति वेदांत स्वामिने इति नामिने। नमस्ते सारस्वती देवे गौरवाणी प्रचारिणे निर्विशेषा शून्यवादी पाश्चात्य देशतारिणे पंचाकल्पतरुभ्यश्च कृपा सिंधु च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद। हरे कृष्ण 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 हरे 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 राम 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 हरे हरे। मुखं करोति वाचालं पंगुलं हैतगिरिं यत्कृपातमहं वन्दे नतारिणं नमो। ଆମେମାନେ ଭଗବତ ଗୀତାରୁ ଶ୍ରବଣ କରୁଛେ। ଏକ ମିନିଟ। ତ ଭବ ଆମେ ଶୁଣୁଥିଲେ ଭଗବତ ଗୀତା ଦଶମ ଅଧ୍ୟାୟ, ଯେ କିଭାବେ ବୁଦ୍ଧି, ଜ୍ଞାନ, ସଂଶୟ ମୁକ୍ତ, କ୍ଷମା, ସତ୍ୟ, ଦମ, ସମ, ସୁଖ ଦୁଃଖ, ଜନ୍ମ ମୃତ୍ୟୁ, ଭୟ ଅଭୟ, ଅହିଂସା, ସମତା, ତୁଷ୍ଟି, ତପ, ଦାନ, ଯଶ, ଅଯଶ, ଏ ସବୁ କିଛି ଜୀବମାନଙ୍କ ଭିତରେ ଏ ଯୋଉ ପ୍ରକୃତି, ଏହା ମତ ଏବ ପୃଥକ ବିଦ। ମତ ମାନେ ମୋ ଠାରୁ ପୃଥକ ପୃଥକ ମାନେ ପ୍ରକାଶିତ ହେଇଛନ୍ତି। ତ ଏ ବିଷୟରେ ବୁଦ୍ଧି କଣ, ଜ୍ଞାନ କଣ, ଅସମୋହ କଣ, ଏସବୁ ବିଭିନ୍ନ କଥା, ଆତ୍ମସଂଯମ କଣ। ତାପରେ ଆଜି ଭବ ଶବ୍ଦ ଶୁଣିବା। ହୁଁ। ଭବ ଶବ୍ଦର ଅର୍ଥ ହଉଛି ଜନ୍ମ। এই ଶ୍ଲୋକରେ ଭବ ଅଭବ ମାନେ ଜନ୍ମ ମୃତ୍ୟୁ ଦୁଇଟା ବର୍ଣ୍ଣନା କରାଯାଇଛି। ତ ଭବ ମାନେ ଜନ୍ମ, ଏହା ଏ ଶରୀର ଜନ୍ମ ସମ୍ବନ୍ଧରେ ଗ୍ରହଣୀୟ। ଏଇ ଜନ୍ମଟା ଆତ୍ମାକୁ ବୁଝଉନି। ମାନେ ଆତ୍ମାର ଜନ୍ମ ନା ମୃତ୍ୟୁ ନାହିଁ। ନ ଜାୟତେ ମ୍ରିୟତେ ବା କଦାଚିତ୍ ନ ହନ୍ୟମାନେ ନ ହନ୍ୟତେ ହନ୍ୟମାନେ ଶରୀରେ। ତ ଏଇ ଶରୀର କଥା କହୁଛି। এই ବିଷୟରେ ଆମେ ଭଗବତ ଗୀତା ପ୍ରାରମ୍ଭରେ ଆଲୋଚନା କରିଛୁ। ଜନ୍ମ ମୃତ୍ୟୁ କହିଲେ ଏ ଭୌତିକ ଜଗତରେ ବ୍ୟକ୍ତିର ଜନ୍ମ ମୃତ୍ୟୁକୁ ବୁଝାଏ। ଆଉ ଜନ୍ମ କାହାକୁ କୁହାଏ ନା, ଏଟା ଶରୀର ଧାରଣ କରିବ। ମୃତ୍ୟୁ ହଉଛି ସେ ଶରୀରକୁ ତ୍ୟାଗ କରି ପୁଣି ଆଉ ଥରେ ଜନ୍ମ ହବ। ଏ ଶରୀର ତ୍ୟାଗ କରିକି ନୂଆ ଶରୀର ଧାରଣ କରିବ। ଆକୁ ଏଇ ମୃତ୍ୟୁ ଓ ଜନ୍ମ କୁହାଯାଉଛି। ଭବିଷ୍ୟତ ଚିନ୍ତା ହିଁ ଭୟ ବା ଆଶଙ୍କାର କାରଣ। ଅଭୟମ କଥା କୁହାଗଲା। ଏକ କୃଷ୍ଣ ଚେତନାଶୀଳ ବ୍ୟକ୍ତିର କୌଣସି ପ୍ରକାର ଭୟ ନଥାଏ, କାରଣ ତାହାର କର୍ମ କୃଷ୍ଣ ସେବା ଯୋଗୁଁ ସେ ନିଶ୍ଚୟ ପରବ୍ରହ୍ମକୁ ଫେରିଯିବ, ଅର୍ଥାତ୍ ଭଗବତ ଧାମକୁ ଯିବ।
ସେଥିପାଇଁ କି କୃଷ୍ଣ ଚେତନାରେ ସନ୍ନ୍ୟାସ ମାନେ ହଉଛି ଅଭୟଂ ସତ୍ୟ ସୁଧି। ତାର ଭୟ ନାହିଁ କାହିଁକି ନା ସେ ସମ୍ପୂର୍ଣ୍ଣ ରୂପରେ ତ ଭଗବାନଙ୍କ ସେବାରେ ଯୁକ୍ତ ହେଇଛି। ଭଗବାନଙ୍କ ସେବାରେ ଯୁକ୍ତ ରହିଥିଲେ ସେ କୁହାଉଛି ଯେ ଯେ ଭବସାଗ ଭବାମ୍ବୁତି ପଶ୍ଚ ପଦଂ ପରଂ ପଦଂ 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 ନ ବିପଦମ୍। ହଁ। ତ ଯୋଉମାନେ ଭଗବାନଙ୍କ ଚରଣ କମଳରେ ଆଶ୍ରୟ ନେଇଛନ୍ତି ସମ୍ୟକ ରୂପରେ ସମାଶ୍ରିତା ଯେ ପଦପଲ୍ଲବ ପ୍ଲବଂ ମହତ୍ ପଦଂ ପୁଣ୍ୟ ଦଶ ମୁରାରେ ଭବାମ୍ବୁତି ପଶ୍ଚ ପଦଂ ପରଂ ପଦଂ 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 ତଦ୍ ବିପଦଂ ନ ତେଷାଂ। ଯେ ପଦେ ପଦେ ଯୋଉ ବିପଦ ଏଇ ଜଗତଟା ହଉଛି ପଦଂ ପଦଂ ଯଦ୍ ବିପଦମ୍। ଯୋଉଟା ପ୍ରତି ପଦକ୍ଷେପରେ ବିପଦ ରହିଛି କିନ୍ତୁ ନ ତେଷାଂ, ସେମାନଙ୍କ ପାଇଁ ନାହିଁ। କୋଉମାନଙ୍କ ପାଇଁ କି? ସମାଶ୍ରିତା ଯେ ପଦ ପଲ୍ଲବ ପ୍ଲବଂ ମହତ୍ ପଦଂ ପୁଣ୍ୟ ଯଶ ମୁରାରେ। ଭଗବାନ ମୁରାରୀଙ୍କର ସେ ମହତ୍ପଦ ଚରଣ କମଳରେ ଯେ ଆଶ୍ରୟ ନେଇଛି। ତାହେଲେ ଲୋକମାନେ ମନେ କରିବେ ତାହେଲେ ଭକ୍ତ ହେଇଗଲା କିଛି ବିପଦ ରହିବନି। ଭକ୍ତ ହେଲେ ବିପଦ ରହିବନି। ହଁ ସବୁ ଖାଲି ସମ୍ପଦ ରହିବ। ବିପଦ ନାହିଁ, ଖାଇବାକୁ ପାଇବା, ଘର ପାଇବା, ବାଡି ପାଇବା, କୋର୍ଟ କେସରେ ଜୟ ହେଇଯିବ, ସବୁ ଖାଲି ଜୟ 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 ହବ। କିନ୍ତୁ ଯେଠି ହଉଛି ପଦଂ ପଦଂ ତଦ୍ ବିପଦମ୍। ଏଇ ଜଳ ଜଗତଟା ପ୍ରତି ପଦକ୍ଷେପରେ ବିପଦ କାହିଁକି? ନା ଆମକୁ ସମସ୍ତଙ୍କୁ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏଇ ଚକ୍ରରେ ମଧ୍ୟ ଗତି କରିବାକୁ ପଡୁଛି। ସବୁଠାରୁ ବଡ ବିପଦ ହଉଛି ଏଇଟା ନା। କିନ୍ତୁ ଭଗବାନଙ୍କ ପାଖରେ ଆଶ୍ରୟ ନେଲେ ସେ ଏଇ ବିପଦ ରକ୍ଷା ପାଇପାରିବେ। ତାପରେ କଣ ହବ? ଯେ ଭକ୍ତ ସେ କାହିଁକି ଭୟ ରହିବନି? ନା ସିଏ ଏଠି ଭଗବାନଙ୍କର ସେବା କରୁଛି, ଦେହ ତ୍ୟାଗ କଲେ ଭଗବାନଙ୍କ ସେବା କରିବ। ତ ତା ପାଇଁ କୌଣସି ପାର୍ଥକ୍ୟ ନାହିଁ। ଏମିତି ନୁହେଁ ଯେ ଏଠି ପାପ କରିକି ନରକକୁ ଯିବ, ଭୟ ଅଛି। ଏଠି ପୁଣ୍ୟ କରିକି ସ୍ୱର୍ଗ ଯିବ, ସ୍ୱର୍ଗ ଗଲେ ପୁଣି ଆଉଥରେ ତାର ପତନ ହବ, ଭୟ ଅଛି। ସବୁ କିଛି ଭୟ ଅଛି। କିନ୍ତୁ ଭକ୍ତର ଭୟ ନାହିଁ। କାହିଁକି ନା ଭକ୍ତ ଭଗବାନ ସାଙ୍ଗେ ଯୁକ୍ତ ରହିଛି। ଆଉ ଭକ୍ତ ତାର ଦେହ ତ୍ୟାଗର ସମୟରେ ସେ ଭଗବାନଙ୍କୁ ସ୍ମରଣ କରିପାରିବ, କାହିଁକି ନା ସାରା ଜୀବନ ଭଗବାନଙ୍କ ସେବାରେ ଅଛି। ଆହୁରି ନିର୍ଭରଯୋଗ୍ୟ କଥା ହଉଛି ଭଗବାନ କହୁଛନ୍ତି ମୋ ଭକ୍ତ ମତେ ମୃତ୍ୟୁର ସମୟରେ କୌଣସି କାରଣରୁ ସ୍ମରଣ ନ କରିପାରିବ, ତାହେଲେ ମୁଁ ମୋ ଭକ୍ତକୁ ସ୍ମରଣ କରିବି ତ ବୈକୁଣ୍ଠ ଧାମ ନେଇଛି। ତାହେଲେ ଏଇ ଅବସ୍ଥାରେ ଭକ୍ତ ଭୟ କରିବ କାହିଁକି? ଆମମାନଙ୍କର ଭୟ କରିବାର କିଛି କାରଣ ନାହିଁ। କିନ୍ତୁ ଆମର ଭଗବାନଙ୍କ ଉପରେ ସେଭଳିଆ ନିର୍ଭରଶୀଳତା ନାହିଁ। ପ୍ରଥମତଃ ପଦଂ ପଦଂ ହି ଯଦ୍ ବିପଦଂ, ଏଇଟା ଆମେ ବ୍ୟବହାର କରୁଛେ। ଯେକୌଣସି ସମୟରେ ଆକ୍ସିଡେଣ୍ଟ ହେଇପାରେ, ଯେକୌଣସି ଶରୀର ଖରାପ ହେଇଯାଇପାରେ, ଯେକୌଣସି କଣ ହେଇଯିବ କାଲ ପର ମୁହୂର୍ତ୍ତେ କଣ ହବ ଜଣା ନାହିଁ। ସେଥିପାଇଁ କି ପଦଂ ପଦଂ, କିନ୍ତୁ ଯଥାର୍ଥ ଦେଖିବାକୁ ଗଲେ ଆମର ଯଥାର୍ଥ ବିପଦ ଟା କଣ? ନା ଜନ୍ମ ମୃତ୍ୟୁ ଜରା ବ୍ୟାଧି। ଏଇ ବିପଦ। ଏଇଟା ବି ଆମର ଭୟରେ ବୁଢା ହେଇଯିବରେ, ମରିଯିବି, ଏସବୁ ବିପଦ। ହଁ। ଶରୀର ଖରାପ ହେଇଯିବ, ଏଇଗୁଡା ବିପଦ ଭୟ। ସେଇଥିପାଇଁ କି ଏଠି କୁହାଯାଉଛି ଯେ ଭଗବାନଙ୍କର ଭକ୍ତ ହେଲେ ତାର ତ ଭୟ ନାହିଁ। ସେ ଭଗବାନଙ୍କ ସେବା କରୁଛି, ସେ ଆନନ୍ଦରେ ରହିଛି। ଭଗବାନଙ୍କ ସେବା ନ କରିକି ବି ଲୋକମାନେ ଆନନ୍ଦରେ ରହୁଛନ୍ତି। କିନ୍ତୁ ଭଗବାନଙ୍କ ସେବା ନ କରିକି ଯୋଉ ଆନନ୍ଦଟା, ସେ ଆନନ୍ଦର ପରେ ପରେ ଦୁଃଖ ଅଛି। କାହିଁକି ନା ଏଇ ଭୌତିକ ଆନନ୍ଦ କରିଲେ ବନ୍ଧନରୁ ତ ମୁକ୍ତ ହବନି, ବନ୍ଧନରେ ରହିବ। ଆଉ ଜଗତରେ ବନ୍ଧନ ରହିବା ମାନେ ଦ୍ୱନ୍ଦାତ୍ମକ, ସୁଖ ରହିବ ଦୁଃଖ ରହିବ। ମଙ୍ଗଳ ରହିବ ଅମଙ୍ଗଳ ରହିବ, କେହି ମୁକ୍ତି ପାଇବେନି। ତ ସେଥିପାଇଁ କି ଅଭକ୍ତ ନ ଯଦି ଭକ୍ତ ହବା, ତାହେଲେ ଆମେ ମାନେ ସମସ୍ତେ ବୁଝିପାରୁଛେ ଯେ ଭକ୍ତି ଜୀବନରେ କେବଳ ଆନନ୍ଦ ହିଁ ଆନନ୍ଦ।
ଆଉ ଭକ୍ତି ଜୀବନରେ ଆନନ୍ଦ ହିଁ ଆନନ୍ଦ। ଭଲ ପ୍ରସାଦ ପାଉଛେ, ମଙ୍ଗଳ କରୁଛେ, ସନ୍ଧ୍ୟା ଆରତି କରୁଛେ, ନାଚୁଛେ, ଗାଉଛେ, ହରିକଥା ଶ୍ରବଣ କରୁଛେ, ଆନନ୍ଦ ହିଁ ଆନନ୍ଦ। କିନ୍ତୁ କିଏ କହିବ ନା ନା ମହାରାଜ, ବହୁତ ଏ ଭକ୍ତ ଜୀବନ ପରେ ବି ବହୁତ ସମସ୍ୟା ଆମର ରହିଛି। ଏ ଧର ମନ୍ଦିର ମେଣ୍ଟେନ କରୁଛି, ତ ଭଲ କଲେକ୍ସନ ହେଲାନି, ତ ଉଦ୍ବେଗ। ବା ମନ୍ଦିର ମ୍ୟାନେଜମେଣ୍ଟ ଭିତରେ ଅନେକ ଝଗଡ଼ାଝାଟି ଅଛି, ପାର୍ଟି ପଲିଟିକ୍ସ ଅଛି, ସେଟା ଉଦ୍ବେଗ। କିନ୍ତୁ ଏଥିରେ ଏବେ କିଛି ଚିନ୍ତା କରିବାର ନାହିଁ କି, କାହିଁକି ନା ଏଇ ଉଦ୍ବେଗଟା ଆମେ ଭଗବାନଙ୍କ ପାଇଁ ନଉଛେ, ଏଟା ଆମ ପାଇଁ କି ନଉନେ। କାଲି ସକାଳ ହେଲେ ମୋ ଘରେ ଖାଇବାର ନାହିଁ, ତ ମୋର ଘର, ମୋ ଝିଅ ପୁଅ କଣ ଖାଇବେ ନ ଖାଇବେ ଚିନ୍ତା। କିନ୍ତୁ ଭଗବାନଙ୍କ ଚିନ୍ତା କଣ, କାଲି ସକାଳ ହେଲେ ଭଗବାନଙ୍କୁ କଣ ଭୋଗ ଲାଗିବ, ମନ୍ଦିର ବ୍ରହ୍ମଚାରୀ ମାନେ କଣ ଖାଇବେ, ଏସବୁ ଚିନ୍ତା। ମ୍ୟାନେଜମେଣ୍ଟରେ ଥିଲେ ବହୁତ ଉଦ୍ବେଗ ଅଛି, କାହିଁ ସମସ୍ତେ ଚାହୁଁଛନ୍ତି ତାଙ୍କର ବୁଦ୍ଧି, ତାଙ୍କର ଚିନ୍ତାଧାରା ଅନୁସାରେ ସଂସ୍ଥାକୁ ଚଲେଇବେ, ଭଗବାନଙ୍କ ସେବା କରିବେ। ସମସ୍ତଙ୍କର ଅଲଗା ଅଲଗା ଚିନ୍ତାଧାରା, ସେଥିପାଇଁ ଏଗୁଟା ସବୁ ରହିବ। କିନ୍ତୁ ଏଥିରେ କଣ ହବ, ଯେହେତୁ ଭଗବାନଙ୍କ ପାଇଁ ଆମେ କରୁଛେ, ହଁ, ଅସୁବିଧା ହବନି। ଆଉ ଏମିତିକା ଭକ୍ତି ଜୀବନରେ ଯାହା କିଛି ବି ଅସୁବିଧା ଆମେ ଅନୁଭବ କରୁଛେ, ସେଟା ଆମର ଭକ୍ତି ଜୀବନ ପ୍ରାରମ୍ଭିକ ଅବସ୍ଥାରେ ଅଛେ ବୋଲି। କିନ୍ତୁ ଜଣେ ଉନ୍ନତ ଅବସ୍ଥାରେ ଯାଇଛନ୍ତି, ସେମାନେ ଏଗୁଡ଼ା ସବୁ ଜୀର୍ଣ୍ଣ କରିପାରିବେ। ଏଇ ଭଲ ମନ୍ଦ ସୁବିଧା ଅସୁବିଧା, ଚିନ୍ତା, ଏଇଗୁଡାକ ସବୁ ବାଲାନ୍ସ କରିକି ସେମାନେ ଆଗେଇ ଯାଇପାରିବେ। ବୁଝିପାରିଲ କି? ଆମ ପାଇଁ କି ସମସ୍ୟା ରହିଛି। ତ ମୋଟ କଥା ହଉଛି, ଭକ୍ତିମୂଳକ ସେବା ଯେ କରିବ, ସେ ନିର୍ଭୟ ରହିବ। କାହିଁକି ନା, ଏଇ ଜୀବନ ପରେ ଭଗବତ ଧାମକୁ ଯିବ, ତାର ଭବିଷ୍ୟତ ଉଜ୍ଜଳ ନା। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି, ତାଙ୍କର ଭବିଷ୍ୟତ କଣ କେହି ଜାଣନ୍ତିନି। ଭଗବାନଙ୍କ ଭକ୍ତ ହେଲେ ହିଁ ସେ ଜାଣେ ସିଓର ଭଗବତ ଧାମକୁ ଯିବ। ଆଉ ଭଗବତ ଭକ୍ତି କମ୍ପ୍ଲିଟ ନ କରି ପାରିଲେ, ଭକ୍ତ ଘରେ ଜନ୍ମ ହେଇକି ପୁଣି ଭକ୍ତି କରିବ। କି ଯୋଉମାନେ ଭକ୍ତ ନୁହନ୍ତି, କଣ ଯେ ହବ ଠିକ ଠିକଣା ନାହିଁ। କୁଆଡିକି ଯିବେ, ଭୂତ ଲୋକକୁ ଯିବେ, ପୃତ ଲୋକ ଯିବେ, ପିତୃ ଲୋକ ଯିବେ, କି ଦେବଲୋକ ଯିବେ, କି ନରକ ଲୋକ ଯିବେ, କଣ ଯିବେ ଠିକ ଠିକଣା ନାହିଁ। ତାହେଲେ ଭୟ ହବନି, ସବୁବେଳେ ଭୟ ରହିବ। କାହିଁକିନା ପରବର୍ତ୍ତୀ ଜୀବନରେ ଯେ କଣ ହବ, ସେ ସମ୍ପର୍କରେ ଯୋଉମାନେ ଭକ୍ତ ନୁହନ୍ତି, ତାଙ୍କର ଜ୍ଞାନ ନାହିଁ। ତେଣୁ ସେମାନେ ବରାବର ଶଙ୍କାକୁଳ ଅବସ୍ଥାରେ ରହିବେ, ଭୟଭୀତ ଅବସ୍ଥାରେ ରହିବେ। ଯଦି ଆମେ ଭୟ ବା ଆଶଙ୍କାର ମୁକ୍ତ ହେବାକୁ ଇଚ୍ଛା କରୁ, ତାହେଲେ କଣ କରିବାକୁ ପଡିବ ନା, ସର୍ବୋତ୍ତମ ପନ୍ଥା ହଉଛି ଶ୍ରୀକୃଷ୍ଣଙ୍କୁ ଜାଣିବା। ସର୍ବଦା ଶ୍ରୀକୃଷ୍ଣ ଚେତନାରେ ରହିବା। ଯେତିକି ଦିନ ଭଗବାନ ଆମକୁ ରଖିବେ ଏଇ ଶରୀରରେ, ଏଇ ଜଗତରେ, ଆମର ବୁଦ୍ଧିମାନର କାମ ହବ, ଆମେ ଯେତେଟା ପାରିବା ଏ ଶରୀର ମନ ବୁଦ୍ଧି କି ଭଗବାନଙ୍କରେ ଯୁକ୍ତ ରଖିବା, ବାସ୍। ସେଇଟା ହଉଛି ଆମର ପ୍ରଚେଷ୍ଟା। ଏ ଯୁକ୍ତ ରଖିବାର ପ୍ରଚେଷ୍ଟାଟା ହିଁ ଭଗବାନଙ୍କୁ ଆନନ୍ଦ ଦେବ। ଭଗବାନ ସାଙ୍ଗେ ନିଜକୁ ଯୁକ୍ତ ରଖିବାକୁ ଯାଇକି କେତେବେଳେ ଆମେ ସଫଳତା ଅର୍ଜନ କରିବା, କେତେବେଳେ ବିଫଳ ବି ହବା, ଏ ଚେଷ୍ଟା ଭଗବାନଙ୍କୁ ଆନନ୍ଦ ଦେବ। ସେଇ ପ୍ରକାରେ ଆମେ ସମସ୍ତ ପ୍ରକାର ଭୟରୁ ମୁକ୍ତ ହେଇପାରିବା। ହୁଁ। ରାଖେ କୃଷ୍ଣ ମାରେ କେ, ମାରେ କୃଷ୍ଣ ରାଖେ କେ। ଏଇଟା ଶୁଣିଲେଇ ଆମେ ସଙ୍ଗେ ସଙ୍ଗେ ମନେ କରୁଛେ ଯେ ଆମକୁ ସବୁ ବିପତ୍ତିରୁ ଭଗବାନ ରକ୍ଷା କରିବେ। ସେଇଟା ଠିକ। ସାଧାରଣ ବିପଦ ଆପଦରୁ ଭଗବାନ ରକ୍ଷା କରିବେ। କୌଣସି କୌଣସି ସମୟରେ ଆମ ହয়তো ଦେଖାଯିବ ଯେ ଆପାତ ଦୃଷ୍ଟିରେ ବିପଦ ରକ୍ଷା ପାଉନେ, କିନ୍ତୁ ସେଇ ଯେ ବିପଦ ରକ୍ଷା ପାଉନେ, ତାର କାରଣ ହଉଛି ଭଗବାନ ଆଉ ଗୋଟେ ବଡ ବିପଦ ରକ୍ଷା କରିବେ, ସାଧାରଣତଃ ଭାବେ। ଆହୁରି ୟାଠୁ ଉନ୍ନତ ହଉଛି କଣ ନା, ସବୁଠୁ ବଡ ବିପଦ ହଉଛି ରାଖେ କୃଷ୍ଣ ମାରେ କିଏ, ମାରେ କୃଷ୍ଣ ରାଖେ କେ। ଯେ କୃଷ୍ଣ ଆମକୁ ରକ୍ଷା କରିବେ, କୋଉଠି ରକ୍ଷା କରିବେ ନା, ଜନ୍ମ ମୃତ୍ୟୁ ଜରା ବ୍ୟାଧିରୁ ରକ୍ଷା କରିବେ। ତ ଶ୍ରୀମଦ୍ ଭାଗବତ କୁହାଯାଇଛି ଯେ ମାୟା ଶକ୍ତି ଦ୍ୱାରା ଅଭିଭୂତ ହେବା ଯୋଗୁଁ ଆମେ ଭୟ ବିହ୍ୱଳ ହେଉଛେ।
କିନ୍ତୁ ଯେଉଁମାନେ ମାୟାମୁକ୍ତ ଅର୍ଥାତ୍ ଯେଉଁମାନେ ଏହା ଭଲ ରକମ ଜାଣନ୍ତି ଯେ ସେମାନେ ଭୌତିକ ଶରୀର ନୁହନ୍ତି, ସେମାନେ ପରମ ପୁରୁଷ ଭଗବାନଙ୍କର ଅଂଶ ବିଶେଷ ଅଟନ୍ତି। ହୁଁ। ସେମାନେ ମାୟାମୁକ୍ତ। ସେମାନେ ଭଲ ଭାବେ ଜାଣନ୍ତି ଯେ ଏ ଭୌତିକ ଜଗତଟା, ହୁଁ, ବା ଆମେ ଏଇ ଭୌତିକ ଜଗତର ଅନ୍ତର୍ଭୁକ୍ତ ନୁହଁ। ଆମେ ହଉଛେ କୋଉଥର ନା ଆଧ୍ୟାତ୍ମିକ ଜଗତର। ସେଥିପାଇଁ ସେମାନେ ଏ ଭୌତିକ ସ୍ଥିତିରେ ଯାହା ଆସେ ସେଇଟା ଦ୍ୱାରା ପ୍ରଭାବିତ ହୁଅନ୍ତିନି, ସେ ଭୃକ୍ଷେପ ବି କରନ୍ତିନି ଜମା। ସେମାନେ ସବୁବେଳେ ଜାଣନ୍ତି ଯେ ମୁଁ ଏଇ ଶରୀରର ହୃଦୟରେ ଚିନ୍ମୟ ଆତ୍ମା ବସିଛି, ଯୋଉ ଆତ୍ମା ଭଗବାନଙ୍କର ଅଂଶ। ସେ ଆତ୍ମାଟାକୁ ଅଗ୍ନି ପୋଡ଼ି ପାରିବନି, ପାଣି ଭିଜେଇ ପାରିବନି, ହାୱା ଶୁଖେଇ ପାରିବନି, ଅସ୍ତ୍ର କାଟି ପାରିବନି। ଏଇ ଭାବରେ ସେମାନେ ନିର୍ଭୀକ ଭାବରେ ରହନ୍ତି। ଆମେ ଭୟ ପାଏ। କାହିଁ ଆମେ ଭୟ ପାଉଛେ? ନା ଆମେ ଜାଣିଛେ ଯେ ଆମେ ଆତ୍ମା। ହଁ, ଆମେ ଜାଣିଛେ ଆମେ ଆତ୍ମା ଶାସ୍ତ୍ର ପଢିକି, କିନ୍ତୁ ଆମର ଏଇ ଶରୀର ପ୍ରତି ବହୁତ ଆସକ୍ତି ରହିଛି। ଏବେ ବି ଆମେ ମାନେ ଶରୀର ସାଙ୍ଗେ ନିଜକୁ ପରିଚୟ ଦଉଛେ। ଏଇ ବୋଧଟା ଆମର ରହିଛି। ସେମିତି ଶରୀର ସାଙ୍ଗେ ପରିଚୟ ଦଉଛେ, ମୁଁ ବ୍ରହ୍ମଚାରୀ, ମୁଁ ସନ୍ନ୍ୟାସୀ, ମୁଁ ଗୃହସ୍ଥ, ମୁଁ ଡାକ୍ତର, ମୁଁ ପ୍ରଫେସର, ମୁଁ ନେତା। ହଁ, ମୁଁ ବଡ ଗୋଟେ ମ୍ୟାନେଜର, ମୁଁ ଟେମ୍ପଲ ପ୍ରେସିଡେଣ୍ଟ। ଏଇ ଶରୀରଟା ଭଲ ଖାଇଲେ, ହଁ, ଭଲ ଲାଗୁଛି, ଭଲ ଦେଖିଲେ ଭଲ ଲାଗୁଛି। ତାମାନେ କଣ? ଶରୀର ସାଙ୍ଗେ ଆମେ ଯୁକ୍ତ ରହିଛେ ନା। କିନ୍ତୁ ଯେଉଁମାନେ ମୁକ୍ତ, ମାୟା ମୁକ୍ତ, ସେମାନେ ଜାଣନ୍ତି ମୁଁ ଭଗବାନଙ୍କର ଦିବ୍ୟ ଅଂଶ। ସେଥିପାଇଁ ସବୁବେଳେ ସେମାନେ ଭଗବାନ ଦିବ୍ୟ ସେବାରେ ଯୁକ୍ତ ଥାନ୍ତି। ହୁଁ। ସେମାନଙ୍କର କୌଣସି ଭୟର କାରଣ ନଥାଏ। ଆଉ ସେମାନଙ୍କର ଭବିଷ୍ୟତକୁ ଉଜ୍ଜଳ। ଯେଉଁ ବ୍ୟକ୍ତିମାନେ କୃଷ୍ଣ ଚେତନାଶୀଳ ନୁହନ୍ତି, ସେମାନେ ଭୟ ବିହଳ ହୋଇପଡ଼ନ୍ତି। ଅଭୟମ୍, ଏଇ ନିର୍ଭୟତା କେବଳ କୃଷ୍ଣ ଚେତନାରେ ହିଁ ସମ୍ଭବ। ତାପରେ ଅହିଂସା ଶବ୍ଦ କଥା ବର୍ଣ୍ଣନା କରାଯାଉଛି। ଅହିଂସା କାହାକୁ କୁହାଯାଏ? ନା ବ୍ୟକ୍ତି ଏପରି କାର୍ଯ୍ୟ କରିବା ଉଚିତ ନୁହଁ ଯାହା ଅନ୍ୟମାନଙ୍କୁ ଦୁଃଖ ଦେବ କିମ୍ବା ଗୋଳମାଳରେ ପକେଇବ। ଏଇଟା ହଉଛି ଅହିଂସା। ହିଂସା ମାନେ କଣ? ସବୁ ପଶୁ ପକ୍ଷୀ ମଣିଷକୁ କାଟିବା, ମାରିବା, ଏଟେ ହିଂସା ତା ନୁହଁ। ଆଉ ଗୋଟେ ଆମେ କହୁଛେ ହିଂସା, ସେ ମତେ ହିଂସା କରୁଛି, ମୁଁ ଭଲ ଦେଖି ସହିପାରୁନି। ଏଟା ହିଂସା ନୁହଁ, ଏଟା ଈର୍ଷା। ଈର୍ଷା, ଈର୍ଷା କରୁଛି ମାନେ କଣ? ମୁଁ ଭଲକୁ ସହିପାରୁନି। ଆଉ ହିଂସା କରୁଛି ମାନେ କଣ? ମତେ ସବୁବେଳେ ବିପଦରେ ପକେଇବାକୁ ଚେଷ୍ଟା କରୁଛି, ମତେ ଦୁଃଖ ଦେବାକୁ ଚେଷ୍ଟା କରୁଛି। ସେ ମତେ ମାରିକି ହଉ, ହାତରେ ମାରିକି ହଉ, ଗୁଳିରେ ମାରିକି ହଉ, ବା ମତେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ କରେଇକି ହଉ, ହଁ, ଏଟା ହଉଛି ହିଂସା। ବୁଝିପାରିଲେ? ତ ବ୍ୟକ୍ତି ଏପରି କାର୍ଯ୍ୟ କରିବା ଉଚିତ ନୁହଁ ଯେ ଅନ୍ୟକୁ ଦୁଃଖ ଦବ। ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଅନ୍ୟକୁ ଉଦ୍ବେଗ ଦେବ, ଅନ୍ୟକୁ ଦୁଃଖ ଦେବ, ଏଇଟା ଆମର ସବୁବେଳେ ପରିକଳ୍ପନା ଭିତରେ ଥାଏ। ସାଧାରଣ ମଣିଷ ଦିନ ରାତି ହେଲେ ଆମେ ଚିନ୍ତା କରୁଛେ ସାଧାରଣ ଜଗତରେ, ଭୌତିକ ଜଗତରେ, ଯେ କେମିତିକା ଅନ୍ୟକୁ ଦବେଇକି ମୁଁ ବଡ ହେବି। କାହାକୁ ବଡ ହବାର କିଛି ଅସୁବିଧା ନାହିଁ। ସମସ୍ୟା ହଉଛି କଣ? ନା ଅନ୍ୟକୁ ଛୋଟ କରିକି ମୁଁ ବଡ ହେବି, ସେଇଟା ଠିକ ନୁହଁ। ଅନ୍ୟ ଜଣେ ବଡ ଅଛି, ମୁଁ ଚେଷ୍ଟା କରି ତାଠୁ ବଡ ହେଲି, ବାସ୍, ଅସୁବିଧା ନାହିଁ। ନା, ମୁଁ ତାକୁ ଛୋଟ କରି ମୁଁ ବଡ ହେବି, ତାକୁ ଦୁଃଖ ଦେବି, ତାକୁ ଗୋଳମାଳରେ ପକେଇବି, ଏଇଭଳିଆ ଚିନ୍ତା କରନ୍ତି। କିନ୍ତୁ ସେଇଟା ହିଂସା। ଅହିଂସା ହଉଛି ତାର ବିପରୀତ। ଏହାକୁ ଅହିଂସା, ଅହିଂସା ମାନେ କଣ? ଦୁଃଖ ଦବନି, ଜାଣିଶୁଣି କାହାକୁ ଦୁଃଖ ଦବନି। ରାଜନୈତିକ ନେତାଗଣ, ସମାଜ ସଂସ୍କାରକ ଗଣ, ତଥାକଥିତ ଜନମଙ୍ଗଳକାରୀ ଗଣ ଯେଉଁ ସବୁ ଭୌତିକ ଜନମଙ୍ଗଳ କାର୍ଯ୍ୟ କରନ୍ତି, ତାହା କୌଣସି ସୁଫଳ ପ୍ରଦାନ କରେ ନାହିଁ।
କାରଣ ରାଜନୈତିକ ନେତା ମାନଙ୍କର କିମ୍ବା ଜନମଙ୍ଗଳକାରୀଙ୍କର କୌଣସି ପ୍ରକାର ଦିବ୍ୟ ଦୃଷ୍ଟି ନଥାଏ। ସୁଫଳ ମାନେ କଣ? ମାନେ ଚିରସ୍ଥାୟୀ ଫଳ ଦିଏନି। ଯୋଉମାନେ ସେମାନେ ଯାହା କରନ୍ତି କିଛି ସମୟ ପାଇଁ କି ଗୋଟେ ଅନିତ୍ୟ ତଥାକଥିତ ଗୋଟେ ସୁଖ ସୁବିଧାର ବ୍ୟବସ୍ଥା ସେମାନେ କରନ୍ତି। ବୁଝିଲେ? କିନ୍ତୁ ଯଥାର୍ଥ ସୁଖର ବ୍ୟବସ୍ଥା ହଉଛି ଆମେ ଭଗବାନ ସହ ନିଜକୁ ଯୁକ୍ତ କରିବା। କିନ୍ତୁ ରାଜନୈତିକ ନେତା ସମାଜ ସେବକ ମାନଙ୍କର ଦ୍ଵାରା ସେଟା ହୁଏନି। ବୁଝିଲେ? ହୁଁ। ଅହିଂସାର ଅର୍ଥ ଏଇ ଯେ ଲୋକମାନେ ଏପରି ଭାବେ ତାଲିମ ପାଇବେ ଯେପରିକି ମାନବ ଶରୀରର ପୂର୍ଣ୍ଣ ଉପଯୋଗ କରାଯାଇ ପାରିବ। ଏଇଟା ଗୋଟେ ହିଂସା। ହିଂସା ମାନେ କଣ? ନା ଆମେ ଏଇ ସୁନ୍ଦର ଶରୀରଟା ପାଇକି ଭଗବାନଙ୍କ ସେବା ଲଗଉନେ, ଏଇଟା ନିଜ ପ୍ରତି ହିଂସା। ବୁଝିପାରିଲ? ଏଟା ଖୁବ୍ ଇମ୍ପୋର୍ଟାଣ୍ଟ ଗୋଟେ ହିଂସା। ଆମେ ଅପରକୁ ହିଂସା କରୁଛେ ତା ନୁହଁ। ଆମେ ନିଜକୁ ବି ହିଂସା କରୁଛେ। କେମିତି ନିଜକୁ ହିଂସା କରୁଛେ? ନା ଦୁର୍ଲଭ ମନୁଷ୍ୟ ଜନ୍ମ ଲୋଭିଆ ସଂସାରେ କୃଷ୍ଣ ନା ଭଜନ ଦୁଃଖ କହିବ କାହାରେ। ଏ ବହୁ ଜନି ଭ୍ରମଣ କରିବା ପରେ ଦୁର୍ଲଭ ମନୁଷ୍ୟ ଜନ୍ମ ପାଇଛି। ଲବ୍ଧ୍ୱା ସୁଦୁର୍ଲଭମିତଂ ବହୁ ସମ୍ଭବାନ୍ତେ। ପାଇବା ପରେ ବି କୃଷ୍ଣ ସେବା ଲଗଉନେ, ସେଇଟା ହଉଛି ହିଂସା। ନିଜର ପ୍ରତି ହିଂସା। ବୁଝିଲ କି? ତ ମାନବ ଶରୀରଟା ହଉଛି ଆଧ୍ୟାତ୍ମିକ ଅନୁଭୂତି ଲାଭ କରିବା ପାଇଁ କି ଲକ୍ଷ୍ୟ ଉଦ୍ଦେଶ୍ୟ ହଉଛି ସେଇଟା। ତେଣୁ କୌଣସି ପ୍ରକାର ଆନ୍ଦୋଳନ କିମ୍ବା କମିଶନ ଯଦି ସେ ଲକ୍ଷ୍ୟ କରି ନପାରେ, ତାହେଲେ ତା ମାନବ ଶରୀର ପ୍ରତି ହିଂସାଚରଣ କରାଗଲେ ବୋଲି ବୁଝିବାକୁ ପଡିବ। କେବଳ ଆମେ ଭଗବତ ଭକ୍ତି ନ କଲେ ଆମେ ଦେଶର ହିଂସା କରୁଛେ। ଏଠି ପ୍ରବାଦ କରୁଛନ୍ତି ଯଦି କୌଣସି ସଂସ୍ଥା ହଁ ବା କେହି ସମାଜ ପାଇଁ କିଛି କରୁଛନ୍ତି, କିନ୍ତୁ ସମାଜ ପାଇଁ କି ଯଥାର୍ଥ ଆତ୍ମଜ୍ଞାନ ବା ତାଙ୍କର ଅନ୍ତିମ ଲକ୍ଷ୍ୟରେ ପହଞ୍ଚିବା ପାଇଁ କି କିଛି କରୁନାହାନ୍ତି, ତାହେଲେ ସେମାନେ ସମାଜ ପ୍ରତି ହିଂସା କରୁଛନ୍ତି। ହିଂସା କରୁଛନ୍ତି। ଆମେ ଭାବୁଛୁ ଆମେ ସମାଜ ସେବା କରୁଛୁ, ଲୋକଙ୍କୁ ସାହାଯ୍ୟ କରୁଛୁ, ବହୁତ ଖୁବ ଭଲ ବଡ ହସ୍ପିଟାଲ, ଡାକ୍ତରଖାନା, ଅ ବନ୍ୟା ତ୍ରାଣ ଦଉଛି, ସବୁ କିଛି କରୁଛେ, କିନ୍ତୁ ସେଇଟା ହିଂସା। କାହିଁକି? ଲୋକମାନଙ୍କ ଯଥାର୍ଥ ମଙ୍ଗଳ ପାଇଁ କି ଆମେ ଚେଷ୍ଟା କରୁନେ। ହୁଁ। ସେଟା ଶରୀର ପ୍ରତି ହିଂସା ହେଲା। ହିଂସା ଆଚରଣ କରା ବୋଲି ବୁଝିବାକୁ ପଡିବ। ଯାହା ଭବିଷ୍ୟତରେ ଲୋକମାନଙ୍କୁ ଆଧ୍ୟାତ୍ମିକ ସୁଖ ବା ଦିବ୍ୟ ସୁଖ ଲାଭ ଦିଗରେ ଆଗେଇ ନେବ, ତାହା ହିଁ ଅହିଂସା। ଅହିଂସାର କେତେ ସୁନ୍ଦର ବ୍ୟାଖ୍ୟା ପ୍ରଭୁପାଦ ଏଠି ଦେଲେ ଅହିଂସାର ଉପରେ। ତାପରେ ସମତା, ସମତା ଆମେ ଆଗାମୀ କାଲି ପଢିବା। ଠିକ ଅଛି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ହରେ ରାମ 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 ହରେ ହରେ। আমরা এখন চৈতন্য চরিতামৃত পাঠ করে শ্রবণ করব। সার্বভৌম ভট্টাচার্যের